ହାତୀ ଓ ଶିଆଳ। ଏକ ଘଞ୍ଚ ଜଙ୍ଗଲରେ କର୍ପୂର ତିଳକ ନାମକ ଏକ ହାତୀ ରହୁଥିଲା। ସେ ଦେଖିବାକୁ ବେଶ୍ ହୃଷ୍ଟପୃଷ୍ଟ ଏବଂ ମାଂସଳ ଥିଲା। ଯେତେବେଳେ ବି ଜଙ୍ଗଲର ଶିଆଳମାନେ ତାକୁ ଦେଖୁଥିଲେ, ସେମାନଙ୍କ ପାଟିରୁ ଲାଳ ବୋହିବାକୁ ଲାଗୁଥିଲା। ସେମାନେ ହାତୀକୁ ମାରି ଅନେକ ଦିନ ପାଇଁ ନିଜର ଖାଦ୍ୟ ବ୍ୟବସ୍ଥା କରିବାକୁ ଚାହୁଁଥିଲେ। କିନ୍ତୁ ହାତୀ ପରି ଏକ ବିଶାଳକାୟ ଜନ୍ତୁକୁ ମାରିବା ସେମାନଙ୍କ ପକ୍ଷେ ଅସମ୍ଭବ ଥିଲା। ଅନ୍ୟ ଶିଆଳମାନଙ୍କର ମନସ୍କାମନା ଜାଣିବା ପରେ ସେମାନଙ୍କ ଦଳର ସବୁଠାରୁ ବୃଦ୍ଧ ଶିଆଳ ଦିନେ ଏକ ସଭା ଡକାଇ କହିଲା, ମୁଁ ଏମିତି ଏକ ବୁଦ୍ଧି ଜାଣିଛି, ଯାହାଦ୍ୱାରା ଆମେ ଏହି ବିଶାଳକାୟ ହାତୀର କାମ ତମାମ କରିପାରିବା। ଯଦି ତୁମେମାନେ ମୋ କଥା ଅନୁସାରେ କାମ କରିବ, ତେବେ ଆମେ ଅନେକ ଦିନ ଧରି ଏହି ହାତୀ ମାଂସ ଭକ୍ଷଣ କରିପାରିବା। ସବୁ ଶିଆଳ ରାଜି ହୋଇଗଲେ। ବୃଦ୍ଧ ଶିଆଳ ସମସ୍ତଙ୍କୁ ଯୋଜନାଟି ବୁଝାଇଦେଲା। ଯୋଜନା ଅନୁଯାୟୀ ଶିଆଳମାନେ ହାତୀ ପାଖକୁ ଗଲେ ଏବଂ କହିଲେ, ମହାରାଜଙ୍କର ଜୟ ହେଉ। ନିଜ ପାଇଁ ମହାରାଜ ସମ୍ବୋଧନ ଶୁଣି ହାତୀ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ପଚାରିଲା, ତୁମେମାନେ କିଏ? କାହିଁକି ଏଠାକୁ ଆସିଛ? ଜଣେ ଶିଆଳ କହିଲା, ମହାରାଜ, ଆମେ ଶିଆଳ ଏହି ଜଙ୍ଗଲରେ ରହୁ। ଆମେ ଆପଣଙ୍କୁ ଏହି ଜଙ୍ଗଲର ରାଜା ବନାଇବାକୁ ଚାହୁଁଛୁ। ଏହି ଜଙ୍ଗଲର ରାଜା ହୋଇ ଆମ ଉପରେ ଉପକାର କରନ୍ତୁ। ଆପଣଙ୍କ ରାଜ୍ୟାଭିଷେକ ପାଇଁ ଦୟାକରି ଆମ ସହିତ ଚାଲନ୍ତୁ। ଶିଆଳମାନଙ୍କର ମିଠା ମିଠା କଥାରେ ଭଳିଯାଇ ହାତୀ ଜଙ୍ଗଲର ରାଜା ହେବା ପାଇଁ ପ୍ରସ୍ତୁତ ହୋଇଗଲା ଏବଂ ସେମାନଙ୍କ ପଛେ ପଛେ ଚାଲିଲା। ଶିଆଳମାନେ ତାକୁ ଯେଉଁ ବାଟରେ ନେଇଯାଉଥିଲେ, ସେଠାରେ ଏକ ଗଭୀର ଦଳଦଳ କାଦୁଅ ଖାତ ଥିଲା। ଏ ବିଷୟରେ ଅଜ୍ଞ ଥାଇ ହାତୀ ସେହି ଦଳଦଳରେ ଫସିଗଲା। ବହୁତ ଚେଷ୍ଟା କରିବା ସତ୍ତ୍ୱେ ହାତୀ ସେଥିରୁ ବାହାରି ପାରିଲା ନାହିଁ। ସେ ସହାୟତା ପାଇଁ ଶିଆଳମାନଙ୍କୁ ଡାକି କହିଲା, ତୁମମାନଙ୍କର ହେବାକୁ ଥିବା ରାଜାଙ୍କୁ ସାହାଯ୍ୟ କର। ସେତେବେଳେ ଶିଆଳମାନେ କହିଲେ, ଏମିତି ମୂର୍ଖ ଆମର ରାଜା କେମିତି ହୋଇପାରିବ? ତୁମର ଏହି ଦଶା ହିଁ ହେବାର ଥିଲା। ତୁମେ ହେଉଛ ଆମର ଖାଦ୍ୟ। ତୁମର ମାଂସ ଖାଇ ଆମର କିଛି ଦିନ ବହୁତ ମଜାରେ କଟିବ। ହାତୀ ନିଜର ମୂର୍ଖତା ପାଇଁ ଅନୁତାପ କରିବାକୁ ଲାଗିଲା। ସେ ଦଳଦଳରୁ ବାହାରି ପାରିଲା ନାହିଁ ଏବଂ ସେଠାରେ ହିଁ ତାର ପ୍ରାଣବାୟୁ ଉଡ଼ିଗଲା। ଶିଆଳମାନେ ପେଟ ପୂରାଇ ଭୋଜି କଲେ। ଶିକ୍ଷା: ଯେଉଁ କାମ ବଳ ଦ୍ୱାରା ସମ୍ଭବ ନୁହେଁ, ସେଠାରେ ବୁଦ୍ଧି ବା କୌଶଳର ପ୍ରୟୋଗ କରିବା ଉଚିତ। ଏହିପରି ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।